ଗଣତାନ୍ତ୍ରିକ ପଦ୍ଧତିରେ ଗଲାବେଳେ ପ୍ରତ୍ୟେକ ଦଳ ହଉ ବା ଅଣରାଜନୈତିକ ଦଳମାନେ ସେମାନଙ୍କର ଆନ୍ଦୋଳନ କରିବା ତାଙ୍କ ଅଧିକାର ସାବ୍ୟସ୍ତ କରିବା ପାଇଁ ବିଭିନ୍ନ ପ୍ରକାର ଶାନ୍ତିପୂର୍ଣ୍ଣ ଧାରଣା ଦେବାଠୁ ଆରମ୍ଭ କରି ବିକ୍ଷୋଭ ପ୍ରଦର୍ଶନ କରି ସେ ଯିଏ ବି ହୁଅନ୍ତୁ, ସିଏ ବି ହୁଅନ୍ତୁ, ଛାତ୍ରମାନେ ହୁଅନ୍ତୁ, ରାଜନୈତିକ ଦଳ ଯେତେବେଳେ ଦିଲ୍ଲୀ ରାଜଧାନୀ ଭାରତବର୍ଷ ବର୍ବରରେ ଯେତେବେଳେ ଆକ୍ରମଣ କରାଗଲା ଏବଂ ଆନ୍ଦୋଳନକାରୀମାନଙ୍କ ସହିତ କଥାବାର୍ତ୍ତା ବି କରାଗଲା, ଏତେ ଗର୍ବ, ଏତେ ଅହଙ୍କାର, ଏତେ ଘମଣ୍ଡ ତାର ଯେଉଁଠି ଗୋଟେ ଜ୍ୱଳନ୍ତ ନିଦର୍ଶନ ଏବଂ ଯେତେବେଳେ ପୁଲିସକୁ ମାର୍କ କଲେ ରଖିଲା ପରେ ଯେତେବେଳେ ଦୃଷ୍ଟି ଆକର୍ଷଣ କରିବା ପାଇଁ ତାଙ୍କର କୁମ୍ଭକର୍ଣ୍ଣ ନେଲା ବୁଝିବା ପାଇଁ ପୁଲିସକୁ ମାର୍କ କଲେ ସେତେବେଳେ କେବଳ ଭାରତ ସମଗ୍ର ପୃଥିବୀ ଦେଖିଲା ଯେ ପ୍ରତିଦିନ ଭାରତବର୍ଷ 80 ବର୍ଷ ସ୍ୱାଧୀନତା ପୂରଣ କରିବାକୁ ଯାଉଛି। ବ୍ରିଟିଶ ଜାତି ଯେତେବେଳେ ଗୁଳି ଚଳଉଥିଲା, ଲାଠି ମାରୁଥିଲା, ଯେତେବେଳେ ଲୋକଙ୍କୁ ଅତ୍ୟାଚାର କରୁଥିଲା, ଏଇ ଯେଉଁ ଭୟଙ୍କର ପରିସ୍ଥିତି ତାର ବହୁ ଗୁଣ ଟପି ଗୋଟେ ସ୍ୱାଧୀନ ଭାରତ, ଗୋଟେ ସଭ୍ୟ ସମାଜ ଏବଂ ସୋସିଆଲ ମିଡ଼ିଆରେ ଆପଣମାନେ ଦେଖିବେ ବହୁଳ ଭାବରେ ତାକୁ ପ୍ରଚାର କରାଯାଇଛି। ପ୍ରତିକ୍ରିୟା ପ୍ରବଳ, ପ୍ରତ୍ୟେକ ମଣିଷ ଭିତରେ ପ୍ରତିକ୍ରିୟା ପ୍ରବଳ ଏବଂ ସେଠି ପୋଲିସ ମାନଙ୍କୁ ମାଡ଼ ଖାଉଥିବା ପିଲାମାନେ ପଚାରିଲେ ଆପଣମାନେ ଆଜି ଘରକୁ ଫେରି ଆପଣଙ୍କ ପୁଅ ଝିଅକୁ ଆପଣ କି ଉତ୍ତର ଦେବେ? ସରକାରଙ୍କୁ ମଧ୍ୟ ପ୍ରଶ୍ନ କଲେ ଯେ ଆପଣମାନଙ୍କର ପୁଅ ଝିଅମାନେ ମଧ୍ୟ ଆମକୁ ସମର୍ଥନ କରୁଛନ୍ତି, ସେମାନେ ବି ଗୋଟେ ଅଂଶବିଶେଷ ଏଇ କୋଶ୍ଚିନ୍ ଲିଗ୍ର ହଉ ବା ଶିକ୍ଷା ବ୍ୟବସ୍ଥାର ଯେଉଁ ଭୁଲ କଥା ହଉ ତାର ଶିକାର ହଉଛି, ତାକୁ ଆପଣ କି ଉତ୍ତର ଦେବେ? ତେଣୁ ଆମର ମାନ୍ୟବର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଭାରତବର୍ଷର ଜଣେ ଅତ୍ୟନ୍ତ ବୃତ୍ତି ସମ୍ପନ୍ନ ଏବଂ ସମ୍ମାନସ୍ପଦ ନେତା ହିସାବରେ ସେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ଯେ ଶିକ୍ଷା ବ୍ୟବସ୍ଥାରେ ଯେଉଁ ତ୍ରୁଟି ଅଛି ତାକୁ ସୁଧରନ୍ତୁ, ସରକାର ସହୃଦୟତା ସହକାରେ ସମସ୍ତଙ୍କ ଆଲୋଚନା କରନ୍ତୁ ଏବଂ ଯିଏ ଏଇଥିପାଇଁ ଦାୟୀ ସେ ମଧ୍ୟ ମନ୍ତ୍ରିମଣ୍ଡଳକୁ ଓହରିବା ଦରକାର। ସ୍ପଷ୍ଟ ଭାବେ ବିଜୁ ଜନତା ଦଳ ଆଭିମୁଖ୍ୟ ହେଉଛି ଯେ ଅବାନ୍ତରିକ ପଦ୍ଧତିକୁ ବିରୋଧ କରିବା, ଶିକ୍ଷା ବ୍ୟବସ୍ଥାକୁ ଆମୂଳଚୂଳ କେତେ ପ୍ରକାର ସୁଧାର ଅଣାଯାଏ କରିବା କଥା ଅଣାଯାଉ ଏବଂ ଯେ ଦୋଷୀ ତାକୁ କଠୋର ଶାସ୍ତି ଦିଆଯାଉ, ଯେଉଁଟାକି ମାନ୍ୟବର ନବୀନ ପଟ୍ଟନାୟକଙ୍କର 24 ବର୍ଷ ଶାସ୍ତି କାଳ ଭିତରେ ପ୍ରତିଷ୍ଠା ଏବଂ ଭାରତବର୍ଷରେ ଗୋଟେ ମଡେଲ ତିଆରି ବିଜୁ ଜନତା ଦଳ ଏ କଥାକୁ ନେଇକି ଆନ୍ଦୋଳନ ଅଛି। ଓଡ଼ିଶାରେ ଯେଉଁ ବହି ହଜାର ହଜାର କୃତି ହେଇଛି ତା ଭିତରେ ସବୁଆଡ଼େ ଆନ୍ଦୋଳନ ଚାଲିଛି। ତଥାପି ଆମେ ଶୁଣୁଛୁ ଯେ ସରକାର ପୁରୁଣା ବହିକୁ ବାଦ ଦେଇ ନୂଆ ବହି କିଣିବା କାର୍ଯ୍ୟ ଗୋଟେ ଏପର୍ଯ୍ୟନ୍ତ କରିନାହାନ୍ତି। କ'ଣ ସେ ଭବିଷ୍ୟତ ଛାଡ଼ି ସେ କେତେ ଜଣ ପିଲା ପଢ଼ିବେ ନ ପଢ଼ିବେ ଦେଖିବା କଥା, ଯେ ବର୍ତ୍ତମାନ ସରକାର ଆଦୌ ଚିନ୍ତିତ ନୁହଁ। ତେଣୁ ଆନ୍ଦୋଳନରେ ଅଲରେଡ଼ି ବିଜୁ ଜନତା ଦଳ ଅଛି ଏବଂ ଆଗାମୀ ଦିନରେ ଭାରତବର୍ଷର ଗଣତାନ୍ତ୍ରିକ ପଦ୍ଧତିକୁ ସୁରକ୍ଷିତ ରଖିବା ପାଇଁ ଏବଂ ସବୁ କ୍ଷେତ୍ରରେ ବ୍ୟାପକ ସୁଧାର ନିରନ୍ତର ଭାବରେ ଲଢ଼େଇ କରି